নিশ্চয় বাহাবো আমু এইটাকে বাহাবি হলো সত্যি কোন সে ভাগ্য বড় হবো হবো মাসি নিশ্চয় হবো আজি কবে হই আছো তোমার একে সব পয়সা লাগি মু তাকে তো অপেক্ষা করি পারিবি হবা এ আখপাখ 30-40 গারে ঝিও মানে অপেক্ষা করতাନ୍ତି এই গোপী শঙ্কর হাতରୁ সংখ্ୟା ଚୁଡ଼ି ପିନ୍ଧିବା ପାଇଁ আর তোর যদি মতে অপেক্ষা নকরি ଆଉ কাହା ହାତରୁ ସଂଖ୍ୟା ଚୁଡ଼ି ପିନ୍ଧିବା ପାଇଁ ଇଚ୍ଛା ହଉଛି ପିନ୍ଧି ପକା ମୋ ଟିକେ ବି ଦୁଃଖ ନାହିଁ ମାଉସୀ ଦେଖିଲ ମୁଁ କଣ କରିଛି କଣ ବୁଝିଲେ ଏଥିରେ ବୁଝିବା କଣ ଅଛି ଆରେ ହେଇ ଆରେ ଚୁନା ପରା ତୋ ବାହାଘର କଥା କହୁଛି ମୋ ବାହାଘର ହଁ ଏ ମୋ ବାହାଘର ସହିତ ତାର କଣ ସମ୍ପର୍କ ଅଛି ଯେ ସମ୍ପର୍କ ନାହିଁ ମୋ ତମକୁ ଭଲ ପାଏ ହଁ ବା ଏମିତି ସବୁ ଗାଁରେ 5-10 ଝିଅ ଅଛନ୍ତି ଯୋଉମାନେ କି ଗୋପୀ ଶଙ୍ଖାର କି ବହୁତ ଭଲ ପାଆନ୍ତି ଚୁପଟା କରନ୍ତି ନା ସେ ଅତି କରି ଦେଖିବ ମୁଁ କୋଉ ଖରାପ କଥାଟା କହିଦେଲି ତତେ ଗନ୍ଧେଇଲା ଆରେ ପାଗଳ ଚୁନା ତା ବାହାଘର କଥା କହୁଛି ତା ବାହାଘର କଥା ମତେ କହିବା କଣ ଦରକାର ଅଛି ଯେ ତା ବାହାଘରରେ ମୁଁ ଭୋଜି ଖାଇବାକୁ ଯିବି କି ମାଉସୀ ଦେଖିଲେ ହବି ଭାଇ କେମିତି କଥା କହୁଛନ୍ତି ମୁଁ କୋଉ ଭୁଲ କଥାଟା କହିଦେଲି ତୁ ମାଉସୀ ପାଖରେ ଯାଇ ଫେରାପ ଦେଇ ଦଉଛୁ ଭୁଲ କହିଲ ମୁଁ ତ 100 ଥର କହିଛି ମୁଁ ତମକୁ ଭଲ ପାଏ ଆଉ ମୁଁ ତମକୁ ହିଁ ବାହାବି ତମକୁ ମୁଁ ତମକୁ ଭଲ ପାଏ ମୁଁ ତମକୁ ବାହା ହେବି ତୁ କହିଦଉ ମୁଁ ତତେ ବାହା ହେଇ ପଡିବି ଆଉ କାହିଁକି ବାହାବନି ନା କାହିଁକି ବାହାବନି କାହିଁକି ମୁଁ ତମକୁ ପସନ୍ଦ କରୁଛ ଶୁଣେ ତତେ ଲାଜ ଲାଗୁନି ଏତେ ପସନ୍ଦ ଅପସନ୍ଦର କଥା ହଉଛୁ କଲେଜ କିଏ ପ୍ରଭାତ ଝୁନା ଏମିତି କଲ୍ କରିଦେଇ ତାପରେ ବିରକ୍ତ ହଉଛୁ ସବୁ ଦୋଷ ହଉଛି ତୋର ଝୁନା ଗୁଡକୁ ତୁ କଣ କରୁଛୁ କଣ ହେଇଛି କଣ ଆସି ମୋ ପୁଅକୁ ଇଆଡୁ ସାଡୁ ସବୁ କହି ଯାଉଛୁ କଣ କରିଛି ମୋ କପି କପିର ବୟସ ଆଉ ଝୁନାର ବୟସ କଣ ସମାନ ଏତେ ବୟସର ତାରତମ୍ୟ ଥାଇ ମାନେ ପରସ୍ପର ବାହାବାକୁ ନିଷ୍ପତ୍ତି ନେଇଯିବେ ମୁଁ ନିଷ୍ପତ୍ତି ନେଇଛି ମୋ ନିଷ୍ପତ୍ତି ନେଇ ତତେ କିଏ କହିଲା ତତେ କିଏ କହିଲା ମୁଁ କହିଛି କଣ ହେଇଗଲା ସେଇଠୁ ଆଜିକାଲି 50 ବର୍ଷ ପୁଅକୁ 25 ବର୍ଷ ଝିଅ କଣ ବାହା ନାହାନ୍ତି ମୁଣ୍ଡ ବାଡେଇ ଦେବି କି ମୁଁ ଯଦି ଗୋପୀ ଭାଇ କି ଭାଇ